प्लस खबर ही ଖଜୁରିଆକଟାଠାରେ ହିନ୍ଦୋଳ ଓ ଓଡ଼ାପଡ଼ା ସାମ୍ବାଦିକମାନଙ୍କର ଦୁର୍ନୀତି ବିରୋଧରେ ସଂଗ୍ରାମ ପାଇଁ ବୈଠକ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଖଜୁରିଆକଟା ନିକଟ ଦୁର୍ଗାମାଧବ ହୋଟେଲ ଠାରେ ହିନ୍ଦୋଳ ଏବଂ ଓଡ଼ାପଡ଼ା ବ୍ଲକ ସାମ୍ବାଦିକମାନଙ୍କୁ ନେଇ ଏକ ବୈଠକ ଆଜି ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ସଭାପତି ଶଶିକାନ୍ତ ଗଡ଼ନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିଲା ବେଳେ ବିଭିନ୍ନ ବ୍ଲକର ସାମ୍ବାଦିକମାନେ ଯୋଗ ଦେଇଥିଲେ। ଦୁର୍ନୀତି ବିରୋଧରେ ସଂଗ୍ରାମ ପାଇଁ ବୈଠକର ନିଷ୍ପତ୍ତି ହୋଇଥିଲା ବୋଲି ସେମାନେ ଜଣାଇଛନ୍ତି। ଆଗାମୀ ଦିନରେ ଆହୁରି ବିଭିନ୍ନ ପଦକ୍ଷେପମାନ ନିଆଯିବ ବୋଲି ସେମାନେ ତାଙ୍କ ପ୍ରତିକ୍ରିୟାରେ ଯାହା କୁହନ୍ତି। ଢେଙ୍କାନାଳରୁ ବଳରାମ ସାହୁଙ୍କ ରିପୋର୍ଟ, ଓଡ଼ିଶା ପ୍ଲସ୍। ମୁଁ ହେଉଛି କର୍ମଜୀବୀ ହିନ୍ଦୋଳ ଓଡ଼ାପଡ଼ା କର୍ମଜୀବୀ ସାମ୍ବାଦିକ ସଂଘର ସଭାପତି। ବହୁତ ଦିନ ପରେ ଆଜି ବନ୍ଧୁମାନଙ୍କୁ ଦେଖିକରି ଆଜି ଖୁସି ଲାଗୁଛି। ଆମ ପିଲାମାନଙ୍କର ବର୍ତ୍ତମାନ ସମସ୍ତେ ଅନୁଭବ କରିଛନ୍ତି ଯେ ଏକାଠି ନ ରହିଲେ ସବୁକିଛି ଅସୁବିଧା ହେବ। ତେଣୁ ସମସ୍ତେ ଗୋଟେ ଏକାତ ସୂତ୍ରରେ ସବୁ ବାନ୍ଧି ହୋଇଛନ୍ତି, ଆଜି ବସିଛନ୍ତି। ଆଗାମୀ ଦିନରେ ମଧ୍ୟ ମିଟିଂ ହେବ। ତେଣୁ ଲୋକମାନଙ୍କର କେମିତି ସେବା କରାଯିବ, କିଛି ଦୁର୍ନୀତିକୁ ଲୋପ କରାଯିବ, ଆଉ ଆମ ସାମ୍ବାଦିକ ବନ୍ଧୁମାନଙ୍କର ବି ଯେଉଁ ସମସ୍ୟା ଅଛି ତାକୁ ବି କିଛି ସମାଧାନ କରାଯିବ, ଏହି ଲକ୍ଷ୍ୟରେ ଆଜି ଆମେ ମିଟିଂ କରିଥିଲୁ। ଆଗାମୀ ମିଟିଂ খুব কম জলদি হয়ে যাব। ଓଡ଼ିଶାବାସୀକୁ ମୋର ନମସ୍କାର ଜଣାଇବି। ଯାହା ହେଉ ଆଜି ସୌଭାଗ୍ୟର ଦିନ, ଆଜି ଆମ ହିନ୍ଦୋଳ ଉପଖଣ୍ଡର ସାମ୍ବାଦିକ ବନ୍ଧୁମାନେ ଏକତ୍ରିତ ହୋଇଛୁ। ଗୋଟେ ବନ୍ଧୁ ମିଳନ ହୋଇଛି ଯାହାକି ଖଜୁରିଆକଟା ସ୍ଥିତ ହୋଟେଲ ଦୁର୍ଗାମାଧବରେ। ଏଇ ଯେଉଁ ସାମ୍ବାଦିକ ସଂଘଟି ହେଉଛି ହିନ୍ଦୋଳ ଓଡ଼ାପଡ଼ା କର୍ମଜୀବୀ ସାମ୍ବାଦିକ ସଂଘ। ଆମ ହିନ୍ଦୋଳରେ କହିବାକୁ ଗଲେ ସାମ୍ବାଦିକମାନେ ଟିକେ ଆଗଭର ହୋଇ କାମ କରିବା ଆବଶ୍ୟକ ଅଛି। ସାମ୍ବାଦିକ ତ ଅଛନ୍ତି କିନ୍ତୁ ଲୋକାଭିମୁଖୀ ହେବା ଦରକାର, ଲୋକଙ୍କର ସହଯୋଗ କରିବା ଦରକାର। ମୁଁ ତ ନିଶ୍ଚିନ୍ତ ରୂପେ ଆମ ସାମ୍ବାଦିକ ବନ୍ଧୁମାନଙ୍କୁ ଅନୁରୋଧ କରିବି ଆଗାମୀ ଦିନରେ କେମିତି ଆମର ଯାଇକି ହିନ୍ଦୋଳ ଉପଖଣ୍ଡ ଅଧିକାରୀଙ୍କ ପାଖକୁ ଯିବେ, ଯାହାକି ହିନ୍ଦୋଳରେ ଦୁର୍ନୀତି ହେଉଛି ତାଙ୍କୁ କହିବା ସହିତ ଦୁର୍ନୀତିକୁ ରୋକିବା ପାଇଁ ବନ୍ଦୋବସ୍ତ କରିବେ। ଦ୍ୱିତୀୟତଃ ହେଉଛି ହିନ୍ଦୋଳରେ ଥିବା ତହସିଲ କାର୍ଯ୍ୟାଳୟ, ଯାହାକି ଉପାନ୍ତ ଏରିଆରେ ଅଛି ନିଶ୍ଚିନ୍ତ, କିନ୍ତୁ ବାରମ୍ବାର ଗୋଟେ ଗରିବ ଲୋକ ତହସିଲ ଅଫିସ ଯାଇ ଯେଉଁ ହଇରାଣ ହେଉଛି ତାହାର ବି ସମାଧାନ କରିବା ପାଇଁ ଆମେ ପଦକ୍ଷେପ ନେବା ପାଇଁ ମୁଁ ଅନୁରୋଧ କରିବି। ତୃତୀୟ ହେଉଛି ଢେଙ୍କାନାଳ ଜିଲ୍ଲାରେ ଯିଏକି ବର୍ତ୍ତମାନ କଳକାରଖାନା ବହୁତ ପ୍ରତିଷ୍ଠା ହୋଇଛି, କିନ୍ତୁ ପ୍ରଦୂଷଣ ଯାହାକୁ ଯେତେ ତା ପାଇଁ ବି ସବୁ କଳକାରଖାନା ଯାଇକି ତାଙ୍କର ଅଧିକାରୀଙ୍କ ସହିତ କଥାବାର୍ତ୍ତା ହେବେ, ଯେମିତିକି ହିନ୍ଦୋଳବାସୀ ଟିକେ ଶାନ୍ତିରେ ରହିବେ। ସେଇପାଇଁ କାର୍ଯ୍ୟକ୍ରମ କରି ସେଇଥିପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରିବି। ଆଜିର ଏ ବନ୍ଧୁ ମିଳନ ବି ନିଶ୍ଚିନ୍ତ ଉଚ୍ଚକୋଟୀର ଏବଂ ଚିରଦିନ ପାଇଁ ବି ଉଚ୍ଚକୋଟୀର ହୋଇ ରହିବ। ओडिशा प्लस खबर ही